ଘରେ ଯଦି ଆଳୁ ଆଉ ବାଇଗଣ ଅଛି ତାହେଲେ ଏମିତି ଥରେ ନିଶ୍ଚିତ ରୂପେ ଭର୍ତ୍ତା କରି ଖାଆନ୍ତୁ, ଦେଖିବେ ପଖାଳ ଆଉ ଶୁଖିଲା ସହିତ ଭାରି ଜମିବ। ତାହେଲେ ଚାଲନ୍ତୁ ନା ଏହାର ରେସିପି ଆରମ୍ଭ କରିବା। ପ୍ରଥମେ ଆମେ ଗ୍ୟାସ୍ ଅନ୍ କରି ବାଇଗଣକୁ ପୋଡ଼ିଦେବା। ବାଇଗଣ ପୋଡ଼ି ସାରିଲା ପରେ ଏଇଠି ଆଳୁ ଆଉ ଟମାଟୋକୁ ମଧ୍ୟ ପୋଡ଼ିଦେବା। ତ ଯଦି ଆପଣ ଏଥିରେ ଦହି କି ଲେମ୍ବୁ ଏଡ଼୍ କରନ୍ତି ତାହେଲେ ଟମାଟୋ ପକାଇବା ଦରକାର ନାହିଁ। ତ ଏଇଟା ଏବେ ଥଣ୍ଡା ହେବା ପାଇଁ ଛାଡ଼ିଦେବା। ଥଣ୍ଡା ହେଲା ପରେ ଏହାର ଚୋପାକୁ ବାହାର କରିଦେବା। ତାପରେ ଏହାକୁ ହାତରେ ଏମିତି ଚକଡ଼ି ଦେବା। ତ ଆପଣ ଧ୍ୟାନ ଦେବେ ଯେମିତି ଏଇଟା ଥଣ୍ଡା ହେଲା ପରେ ଚକଡ଼ିବେ। ତ ଏବେ ଆମେ ଗ୍ୟାସ୍ ଅନ୍ କରି କଡ଼େଇ ବସାଇବା। କଡ଼େଇରେ ତେଲ ଦେଇଦେବା। ତେଲ ଗରମ ହେଲା ପରେ କଞ୍ଚାଲଙ୍କା, ଜିରା, ସୋରିଷ, ବିରି ଡାଲି ଦେଇଦେବା। ଏସବୁ ଟିକେ ଫୁଟି ସାରିଲା ପରେ ପିଆଜ ଏବଂ ଭୃଷଙ୍ଗ ପତ୍ର ଦେଇଦେବା। ଏହାକୁ ଟିକେ ଭାଜି ସାରିଲା ପରେ ଆମେ ଚକଡ଼ିକି ରଖିଥିବା ଆଳୁ, ବାଇଗଣ, ଟମାଟୋକୁ ଦେଇଦେବା। ଲୁଣ ଦେଇଦେବା ଆଉ ଟିକେ ମ୍ୟାଗି ମସଲା ଏଡ଼୍ କରିଦେବା। ତାପରେ ଏହାକୁ ଧନିଆ ପତ୍ର ଦେଇ ଭଲ ଭାବରେ ଗୋଳେଇଦେବା। ତ ପ୍ରସ୍ତୁତି ହେଇଗଲା ମୋର ଆଳୁ ବାଇଗଣ ଭର୍ତ୍ତା।